जय जगन्नाथ दर्शक बंधु स्वराज टीवी एक फ्रेश और इनफर्मेटिव वीडियो को आपण मानक स्वागत। दर्शक बंधु वर्तमान सुधा सुभद्रा योजना रे 80 लाख रु ऊर्ध्व महिला माने उपकृत हो सारे हेले एबे भी किछि महिला माने प्रथम किस्तिर प्रथम पर्याय द्वितीय पर्याय किंबा तृतीय पर्याय रे टंका पाई पारि नाहांती। सेथिपाई ଯେଉଁ ମହିଳାମାନେ ଏହି ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କ ମନରେ ଗୋଟେ ଅସନ୍ତୁଷ୍ଟ ଦ୍ୱନ୍ଦ୍ୱ ଲାଗି ରହିଛି ଯେ ସେମାନେ କେମିତି ଏହି ସୁଭଦ୍ରା ଟଙ୍କା ପାଇବେ। ସେଥିପାଇଁ ବର୍ତ୍ତମାନ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି, ଯାହାଦ୍ୱାରା ଯଦି ଆପଣ ଗୋଟେ ଯୋଗ୍ୟ ହିତାଧିକାରୀ, ଦେଖନ୍ତୁ ମୁଁ କହି ରଖିବି, ଯଦି ଆପଣ ପ୍ରକୃତରେ ପାଇବାର ହକ୍, ଯଦି ଆପଣ ଗୋଟେ ଜଣେ ପ୍ରକୃତ ହିତାଧିକାରୀ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ତାହେଲେ ଆଉ ଚିନ୍ତା କରିବାର କିଛି ନାହିଁ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଘରେ ବସି କେଉଁଠାକୁ ନ ଯାଇ ନିଶ୍ଚୟ ଏହି ଟଙ୍କାଟି ଆପଣ ପାଇପାରିବେ। ତାହେଲେ ଚାଲନ୍ତୁ ଦେଖିବା କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍। ଆପଣମାନେ କେଉଁଭଳି ଭାବରେ ଏଥର ଘରେ ବସି କେଉଁଠାକୁ ବି ନ ଯାଇ ଏହି ଯୋଜନାର 100% ଲାଭ ଉଠାଇ ପାରିବେ। ତାହା ପୂର୍ବରୁ ଗୋଟେ ଛୋଟ ରିକ୍ୱେଷ୍ଟ, କେବଳ ସୁଭଦ୍ରା ଯୋଜନା ତାହା ନୁହେଁ। ଯଦି ଆପଣମାନେ ସରକାରଙ୍କ ଠାରୁ ଆସୁଥିବା ବିଭିନ୍ନ ଯୋଜନା ଗୁଡ଼ିକ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ସ୍ୱରାଜ ଟିଭିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅଲ୍ରେ କରିନିଅନ୍ତୁ। ଦର୍ଶକ ବନ୍ଧୁ, ନଭେମ୍ବର 24ରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଛି, ଯେଉଁଥିରେ କି 20 ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କାର କିସ୍ତିଟି ଆସି ସାରିଛି। ଯେଉଁଥିରେ କି ବାଦ ପଡ଼ିଥିବା ମହିଳା ଯେଉଁ ଆବେଦନକାରୀ ରହିଥିଲେ ସେଥିମାନଙ୍କ ମଧ୍ୟରୁ 25% ଏଇଥର ସାମିଲ ହୋଇଛନ୍ତି। ଯେଉଁ ମହିଳାମାନଙ୍କୁ ଏହି ସୁଭଦ୍ରା ଟଙ୍କା ମିଳିନଥିଲା ସେମାନଙ୍କ ମଧ୍ୟରୁ କେବଳ 25% ମହିଳାମାନେ ଏଥରକ ସାମିଲ ହୋଇଛନ୍ତି। ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇନାହାନ୍ତି ସେମାନଙ୍କର ଯୋଗ୍ୟତା ଓ ଫିଲ୍ଡ ଭେରିଫିକେସନ ଯାଞ୍ଚ ଚାଲିଛି। ମାନେ ହେଉଛି ଯେଉଁ ମହିଳାମାନେ ଟଙ୍କା ବର୍ତ୍ତମାନ ସୁଦ୍ଧା ପାଇନାହାନ୍ତି ସେମାନଙ୍କର ଯୋଗ୍ୟତା, ପ୍ରକୃତରେ ସେମାନେ ପାଇବାର ଯୋଗ୍ୟ କି ଯୋଗ୍ୟ ନୁହେଁ ସେଇଟା ମଧ୍ୟ ଯାଞ୍ଚ ଚାଲିଛି ଏବଂ ସେମାନେ ଡିସେମ୍ବର ସୁଦ୍ଧା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଆମର ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଖୁସିର କଥା ହେଉଛି ଯେ ସରକାରୀ ଅଧିକାରୀଙ୍କ ଜରିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତଙ୍କୁ ଟଙ୍କା ଯୋଗାଇବା ପାଇଁ ଯୋଜନା ଚାଲିଛି। ଦେଖନ୍ତୁ, ଯେଉଁମାନେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାର ଟଙ୍କା ପାଇନାହାନ୍ତି ସେଥିପାଇଁ ସରକାରୀ ଯେଉଁ କର୍ମଚାରୀ ରହିଛନ୍ତି ସେମାନେ ଯାଞ୍ଚ କରିବେ ଏବଂ ଏହାଦ୍ୱାରା ବଞ୍ଚିତ ଥିବା ଲୋକମାନଙ୍କୁ ଏହି ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରିବେ। ଏଥିପାଇଁ ସୁଭଦ୍ରା ଯୋଜନାରେ ମୋବାଇଲ ଏବଂ ଆଧାର କାର୍ଡ ଲିଙ୍କ କରିବେ, ଆକାଉଣ୍ଟକୁ କିପରି ଟଙ୍କା ଆସିବ ତାହା ଆକ୍ଟିଭ କରିବେ। ଦେଖନ୍ତୁ, ଯେଉଁ ସରକାରୀ କର୍ମଚାରୀମାନେ ଏଥିରେ ନିଯୁକ୍ତି ହେବେ ସେମାନେ ହିତାଧିକାରୀଙ୍କ ଘରକୁ ଯାଇ ଯଦି କାହାର କିଛି ତ୍ରୁଟି ରହିଛି ମୋବାଇଲ କିମ୍ବା ଆଧାର କାର୍ଡ ଯେଉଁ ଲିଙ୍କରେ ତ୍ରୁଟି ରହିଛି ବ୍ୟାଙ୍କରେ ତାହାକୁ ସମାଧାନ କରିବେ ଏବଂ ଆକାଉଣ୍ଟକୁ ଆକ୍ଟିଭ କରିବେ, ଯେମିତିକି ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିଯିବ। ଦେଖନ୍ତୁ, ତଥ୍ୟ ମୁତାବକ 7.68% ଆବେଦନକାରୀଙ୍କ ଯେଉଁ ରହିଛି ବ୍ୟାଙ୍କ ଆକାଉଣ୍ଟରେ ଟେକ୍ନିକାଲ କାରଣରୁ ସେମାନେ ଟଙ୍କା ପାଇନାହାନ୍ତି। ହୁଏତ ସେମାନଙ୍କର ମୋବାଇଲ ନମ୍ବର ଲିଙ୍କ ନଥାଇପାରେ କିମ୍ବା ଡିବିଟି ଆକ୍ଟିଭ ନଥାଇପାରେ। ସେଥିପାଇଁ ଯେଉଁ 7.68% ଆବେଦନକାରୀ ଟେକ୍ନିକାଲ ଇସ୍ୟୁ ଯୋଗୁଁ ସେମାନଙ୍କର ଟଙ୍କା ଆସିନାହିଁ। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 80,45,000ରୁ ଅଧିକ ହିତାଧିକାରୀ ମାନେ ଲାଭ ଉଠାଇ ସାରିଲେଣି। 5.6 ଲକ୍ଷ ପେଣ୍ଡିଂ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଦେଖନ୍ତୁ, ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି ପ୍ରତିଶ୍ରୁତି ରକ୍ଷା କରି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ଟଙ୍କା ଯୋଗାଇ ଦେଇଛନ୍ତି। ତଥାପି ଅନେକ ଏହି ଯୋଜନାରୁ ବଞ୍ଚିତ ହୋଇ ନିରୁତ୍ସାହିତ ହୋଇଛନ୍ତି। ଦେଖନ୍ତୁ, ଯୋଜନାରୁ ବଞ୍ଚିତ ମହିଳାମାନଙ୍କ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ମହିଳାଙ୍କ ଟଙ୍କା ପାଇବାରେ ଯେଉଁଠି ସମସ୍ୟା ତାର ସମାଧାନ କରିବାକୁ ବ୍ୟାଙ୍କ ମିତ୍ରଙ୍କୁ ନିଯୁକ୍ତି କରାଯିବ। ବ୍ୟାଙ୍କ ମିତ୍ର ତାଲିକା ମୁତାବକ ସମ୍ପୃକ୍ତ ମହିଳାଙ୍କ ନିକଟକୁ ପହଞ୍ଚିବେ, ସମସ୍ୟାର ସମାଧାନ ଦୂର କରିବେ। ଦେଖନ୍ତୁ, ତାଲିକା ମୁତାବକ ମାନେ ସରକାରଙ୍କର ଯେଉଁ ଲିଷ୍ଟ ରହିଥିଲା ଯେ ଏହି ଲୋକମାନଙ୍କର ପେଣ୍ଡିଂରେ ଅଛି, କେଉଁମାନଙ୍କର ପେଣ୍ଡିଂରେ ଅଛି କିମ୍ବା ଏଇମାନଙ୍କର ରିଜେକ୍ଟ ହେଉଛି, ସେଥିପାଇଁ ସରକାର ଯେଉଁ ବ୍ୟାଙ୍କ ମିତ୍ରମାନଙ୍କୁ ମହିଳାମାନଙ୍କର ଘରକୁ ପଠାଇବେ, ସେମାନଙ୍କ ନିକଟକୁ ପଠାଇବେ, ଯାହାଦ୍ୱାରା କି ସେମାନେ ପ୍ରକୃତରେ କ'ଣ ରହିଛି ସମସ୍ୟା ତାହାକୁ ଯାଞ୍ଚ କରିସାରିଲା ପରେ ଏହି ସମସ୍ୟାକୁ ଦୂର କରିବେ, ଯାହାଦ୍ୱାରା କି ସେମାନେ ସହଜରେ ଟଙ୍କା ପାଇଯିବେ। ରାଜ୍ୟ ସରକାରଙ୍କ ବ୍ୟାଙ୍କ ମିତ୍ର ଜରିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ଟଙ୍କା ଯୋଗାଇ ଦେବା ପାଇଁ ଯୋଜନା କରିଛନ୍ତି। ବ୍ୟାଙ୍କ ମିତ୍ରମାନେ ଯାଇ ସୁଭଦ୍ରା ଯୋଜନାର ଯେଉଁ ମୋବାଇଲ ନମ୍ବର ଆଧାର ଲିଙ୍କ କରିବା ସହ ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ କରିବେ, ଯାହାଦ୍ୱାରା କି ସେମାନେ ଟଙ୍କା ପାଇଯିବେ। ମହିଳା ଏବଂ ଶିଶୁ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥ୍ୟ ମୁତାବକ 7.68% ଆବେଦନକାରୀ ସେମାନଙ୍କର ଟଙ୍କା ପାଇନାହାନ୍ତି ବିଭିନ୍ନ ଟେକ୍ନିକାଲ କାରଣରୁ। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 80,45,000 ହିତାଧିକାରୀ ମାନେ ଲାଭ ଉଠାଇ ସାରିଲେଣି, ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସି ସାରିଲାଣି। ହେଲେ ବର୍ତ୍ତମାନ ସୁଦ୍ଧା 5.6 ଲକ୍ଷ ଆବେଦନକାରୀଙ୍କର ଆବେଦନ ଯେଉଁ ରହିଛି ପେଣ୍ଡିଂରେ ରହିଛି। ସେଥିପାଇଁ ସେମାନଙ୍କ ମଧ୍ୟରେ ଯେଉଁ
ପ୍ରଭେଦ ରହିଛି ବା ମାନେ ଯେଉଁମାନଙ୍କୁ ମିଳିଛି ସେମାନେ ବହୁତ ଖୁସି ହେଉଛନ୍ତି, ଯେଉଁମାନଙ୍କୁ ଏହି ଟଙ୍କାଟି ମିଳିନାହିଁ ସେମାନଙ୍କ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱଟି ରହିଛି ସେଇ ଦ୍ୱନ୍ଦ୍ୱକୁ ସେଇ ସମସ୍ୟାକୁ ଦୂର କରିବା ପାଇଁ ସରକାର ବ୍ୟାଙ୍କ ମିତ୍ର ସହାୟତାରେ ଏହି ସମସ୍ୟାକୁ ଦୂର କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଖନ୍ତୁ, ଏହା ବ୍ୟତୀତ ବର୍ତ୍ତମାନ ସୁଦ୍ଧା 2,08,000 ପାଖାପାଖି ଯେଉଁ ଆବେଦନକାରୀ ରହିଥିଲେ ସେମାନଙ୍କର ବିଭିନ୍ନ କାରଣରୁ, ଯେମିତିକି ସେମାନଙ୍କର ଯେଉଁ ପରିବାରର ଇନକମ୍, ଫ୍ୟାମିଲି ଇନକମ୍ କିମ୍ବା ଘରେ 4 ଚକିଆ ଗାଡ଼ି ଥିବା ଯୋଗୁଁ ସେମାନଙ୍କର ରିଜେକ୍ଟ ହୋଇଛି। ଏହା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଦର୍ଶକ ବନ୍ଧୁ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ 1,16,00,000ରୁ ଅଧିକ ହିତାଧିକାରୀମାନେ ଆବେଦନ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟର ଟଙ୍କା ଡିସେମ୍ବର ମାସରେ ପ୍ରଦାନ କରାଯିବ। ଡିସେମ୍ବରରେ ସର୍ବମୋଟ 1 କୋଟି ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନର ରହିଛି ଟାର୍ଗେଟ। ସୋସିଆଲ ମିଡିଆ ଏକ୍ସରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଡିସେମ୍ବର ସୁଦ୍ଧା 1 କୋଟି ମହିଳାକୁ ସୁଭଦ୍ରା ଟଙ୍କା ମିଳିବାର ସୂଚନା ଆମର ଯେଉଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି।